ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା ସ୍ୱାମୀ ପରମାନନ୍ଦ। ଏପ୍ରିଲ 23 ଦିନଟିର ପ୍ରଧାନ ଚିନ୍ତା। ଯେତେବେଳେ ଆମେ ଧ୍ୟାନ ଦ୍ୱାରା ଜୀବନର ମୂଳ ଉତ୍ସ ସଙ୍ଗରେ ଯୋଗଯୁକ୍ତ ହେଉ, ସେତେବେଳେ ଆମର ସକଳ ଅଭାବ ଓ ତ୍ରୁଟି ଠାରୁ ମୁକ୍ତି ଲାଭ କରୁ। ସ୍ମରଣୀୟ ପଂକ୍ତି। ଖୋଲ ତୁମ ଗୃହଦ୍ୱାର ଗବାକ୍ଷ ସକଳ, ସୂର୍ଯ୍ୟ ରଶ୍ମି କରୁ ଭିତରେ ଆଗମନ। ରଖ ନାହିଁ ବଦ୍ଧ କରି ଗୁପ୍ତ ଅନ୍ଧକାରେ ତୁମର ଆଳୟ। ମୋହାନ୍ଧ ଚିନ୍ତାର ଧାରା ଓ ନିରାଶାର ବ୍ୟଥା କରିବ ନାହିଁ ପ୍ରବେଶ ଆଉ ଏ ଗୃହେ ଆମର। ଦିବ୍ୟ ଜ୍ୟୋତିର ଶିଖା ହଟାଇବ ସବୁ ଅନ୍ଧକାର। ନୀତି ଉପଦେଶ। ଧ୍ୟାନ ସମୟରେ ତୁମେ ସକଳ ଭାରାକ୍ରାନ୍ତ ଚିନ୍ତାକୁ ବିସର୍ଜନ କର। ପ୍ରତିଦିନ ଯଦି କିଛି ସମୟ ଧ୍ୟାନ କର ଏବଂ ଏହି ନିୟମ ଅଭ୍ୟାସରୁ ସ୍ଖଳିତ ନ ହୁଅ, ତେବେ ତୁମେ ଦେଖିବ ତୁମର ସମସ୍ତ ଜୀବନରେ ଏକ ଆଶ୍ଚର୍ଯ୍ୟ ପରିବର୍ତ୍ତନ ଆସିବ। ଧ୍ୟାନ ଜୀବନ କେତେ ଶାନ୍ତି, କେତେ ସୁଖ, କେତେ ଆନନ୍ଦଦାୟକ। ଧ୍ୟାନ ଅଭ୍ୟାସ କଲେ ମନୁଷ୍ୟର ଆତ୍ମା କେତେ ମହିମାମଣ୍ଡିତ ହୁଏ। ପ୍ରାର୍ଥନା। ଏହି ନିସ୍ତବ୍ଧ ସମୟରେ ମୋର ହୃଦୟ ଊର୍ଦ୍ଧ୍ୱମୁଖୀ ହେଉ ଏବଂ ମନ ସେହି ସର୍ବବ୍ୟାପୀ ସତ୍ତାରେ ନିବିଷ୍ଟ ହେଉ। ସେ ମୋତେ କୃପା କରି ମୋ ଜୀବନ ପଥରେ ଆଲୋକପାତ କରନ୍ତୁ। ସେ ମୋର ପଥ ପ୍ରଦର୍ଶକ ଓ ନିରାପଦ ରକ୍ଷାକର୍ତ୍ତା। ସେ ମୋର ଏକମାତ୍ର ବନ୍ଧୁ ଓ ସଖା। ସେ ଓ ମୁଁ ଯେ ଏକ, ଏହି ଅନୁଭୂତି ଯେପରି ମୁଁ ଲାଭ କରେ ଏବଂ ସର୍ବୋତ ଭାବେ ନିଜକୁ ତାଙ୍କର ପ୍ରେମମୟ ନିରାପଦ କୋଳରେ ସମର୍ପଣ କରିପାରେ।